କଳସିରା ଲଗେଇକି ଥାନା ଲଗେଇ ସବୁ ଯାଇକି ଆବର୍ଷଣ କରିଥିଲେ। ଏଇସା ବର୍ତ୍ତମାନ ଖାଲି ମରା ପିଟା ଚାଲିଛି। ସେ ଯାଉଛନ୍ତି ଆମକୁ ମାରିବା ନାହିଁ। ଖାସ ଯୋଉ ଘର ବନେନ୍ଦ୍ର ତା ପୁଅ, ତାର ଦିଟା ପୁଅ, ତାର ଦିଟା ନାତି, ତା ବୋଉ ପାଖି ମତେ ଏଇଆ କରିଛି। ମମିତା, ରଞ୍ଜିତା, ଯୁଗିଆ ଆଉ ତା ସେଇ ଯୁଗିଆ ପୁଅ ମତେ ମାରିଛି ବିଜୁ ଆଉ ଅଜୁ। ତାଙ୍କର ଏତିକି ଲୋକ, ମୁଁ ଜଣେ। ମୋ ପୁଅ ଥିଲାନି, ଯାଇଥିଲା ଦୋକାନକୁ ସଉଦା ପାଇଁ ଜାଗର ଉପାସ। ସେଦିନ ଆସିଲା ବେଳକୁ ମାରିକି ପକେଇ ଦେଇଛନ୍ତି। ହଁ, ଥାନାରେ ଦିଆହେଇଛି। ଥାନାବାଲା କହିଲା ତମେ ଯାଅ ଟିଟିମଟ ହେଇକି ଆସିବ। ଆଗରେ ପୁଣି ଯେମିତି ଗନୁ ଗଲେ ମୋର ଆହୁରି ଥରେ ବାଡ଼ିଆ ପିଟା ନାଗ, ଆହୁରି ଥରେ ତା ମନକୁ ପାଇନି। ଆଉ ହଁ କହିଲେ ବା ଆଉ ଥରେ ନାଗିନେ ଆଉ କହିଲା ଆଉ ହଁ ସେ କହିଲା ଯେତେବେଳେ ଥିଲେ ମେଡ଼ିକାଲ କହିଲେ ସେ ଆପଣ ଚାହୁଁଛୁ ମୋ ଛୁଆଟା ଆଗରୁ ଟିକେ ତମେ ଦୂର କରିଦେଲେ ସେ ତାର ସେଠି ଚଳିବ, ଆମର କିଛି କଥା ନାହିଁ। ଆଉ ମୋ ପୁଅ ଯେମିତି ସୁରକ୍ଷାରେ ରହିବ ମୁଁ ସେଇଟା ଚାହୁଁଛି। ମୋ ପୁଅର ଗୋଟିଏ ପୁଅ କହୁଛନ୍ତି ତ ବଂଶ ବୁଡ଼େଇ ଦେବୁ, ରଖିବୁନି ସେ ଜାଗାରେ। କିଏ ତତେ ସେ ବୁଦ୍ଧି ଦେଇ ତୁ ମୋ ଦୁଆର ମୁହଁକୁ ସେ ଜାଗା ପୁରା ନାଗିଛି। ମୁଁ ବାହାରିମି କୋଉ ବାଟେ, ଖାଲି ଶୂଳା ଛାଟିଲେ। ତା ବାପ କହିଲା ହେଲା ଏଇ ତୁ ଏଣେ କାହିଁକି ଗଡ଼ଉଛୁ, ଜିମି କୋଉ ବାଟେ। ତା ଖରାପ ଭାଷା କହିଲା। ମୋ ପୁଅ ଯେମିତି ଆଇଲା ଖାଲି ଭେଲୁ ଛାଟିଲା, ତାକୁ ଛାଟିଲା ଭେଲୁ ଛାଟିଲା ଆମ ଦୁଆର ମୁହଁକୁ। ତାନେ ଆମେ ବାହାରିମି କେମିତି। ମୋତେ ତହସିଲଦାର ବନ୍ଦ ତହସିଲଦାର କହିଲା ଛାଟିଲା ତମେ କବାଟ ଦେଇଦେଲନି। ତାନେ କବାଟ ଦେଇକି ଆମେ କବାଟ ସେ ଛାଟି ଛୁଟିକି ବନ୍ଧ ଦେଇଦେବ, ପୁଣି ବାହାରିମୁ କୋଉବାଟେ ଯିମୁ ଆମେ ତ ଦୁଆର ବନ୍ଧରେ। ପ୍ରତିମା ଜେନା ଘରଟେ ଗୋଟେ ଜାଗାରେ କରିଛି, ଗୋଟେ ଜାଗାର ପୁଣି ହେଉଛି ଆଜି କରିକି ମୋ ଆଗୁଟାକୁ ସିଏ କରୁଛି। ମୁଁ ତ ଭାଙ୍ଗିଛି, ଭାଙ୍ଗିଲା ପରେ ସିଏ ଆସୁଛି ସେଇଠିକି ଖାସ ବାଡ଼ିଆ ପିଟା ଲଗଉଛି ମୋ ସାଙ୍ଗରେ।